ମୁଁ ସେଇଠୁ ଆସିଗଲି। ମୁଁ କହିଲି ହଁ ଠିକ୍ ଠାକ୍ ତ ସବୁ ଚାଲିଛି ଆଉ। ଏଠି ମତେ ଦେଖନ୍ତୁ ମାନେ ବ୍ଲଗର ଗୋଟେ ଆଉ ତାପରେ ମୁଁ ଆସିଲି ଠିକ୍ ଠାକ୍ ଚାଲିଛି କି ନାହିଁ। ତା ଭିତରେ ସେଇଟା ଭଜା ସରିଥିଲା, ତାପରେ ଆଳୁ ଭଜା ହେଲା। ଆଳୁ ବି ସେମିତି ସେମ୍ ପ୍ରୋସେସ୍, ଯେଉଁ କିନ୍ତୁ ଆଳୁର ଯେଉଁ ଅବସ୍ଥା ଥିଲା ସେଇଟାକୁ ବହୁତ ଜୋରରେ ଭାଜିବା ଅବସ୍ଥାରେ ନଥିଲା, ନହେଲେ ସେ ଛିଞ୍ଚତ୍ର ହୋଇ ଗୋଟେ ଆମ ମୁହଁରେ ବାଜିଥାନ୍ତା। ତ ଆଳୁ ଭଜା ସରିଲା ପରେ ଭାଜିଦେବେ। ତାପରେ ହେଉଛି ତେଲ ଟିକେ ପକେଇଲା ପରେ ସେଥିରେ ହେଉଛି କ'ଣ ଚିନି ପକେଇକି ତାକୁ ଭଲରେ କଷିଲା ଭଳିଆ କରିକି ସେଥିରେ ତାପରେ ଟମାଟୋ ପକେଇଥିବେ। ଇଏ ମୋତେ ଶିଖଉଛି କି ଭଲରେ କରିବ, କେମିତି କରିବ ମୋତେ ଶିଖଉଛି ଆଉ। ହେଇଗଲା ପରେ ତାକୁ ଭଲରେ ପୁରା ଭାଜିବ। ତ ଟମାଟୋକୁ ଭଲରେ ଭାଜି ସାରିଲା ପରେ ଆମେ ଯେଉଁ ଗ୍ରାଇଣ୍ଡିଙ୍ଗ କରି ରଖିଥିବା କ'ଣ ଅଦା ରସୁଣ ପେଷ୍ଟ ଆଉ ହେଉଛି ପିଆଜ ବି ପେଷ୍ଟ, ତ ତାକୁ ପକେଇକି ତ ଘଣ୍ଟା ଘଣ୍ଟି କରିବେ, ଆପଣ ତ ଜାଣିଛନ୍ତି ଆଉ। ତାପରେ ହେଉଛି ଇଏ ଗୋଟେ ମାନେ ସେଥିରେ ସବୁ ମସଲି ଲଙ୍କାଗୁଣ୍ଡ, ହଳଦୀ, କରି ପାଉଡ଼ର, ଗରମ ମସଲା, ଚିକେନ୍ ମସଲା ଏଗୁଡ଼ା ସବୁ ପକେଇକି ଲୁଣ ଫୁଣ ପକେଇକି ସେ ଗୋଟେ ଏକ୍ସଟ୍ରା ସେଠି ଗୋଟେ ପାଗ କ'ଣ କଲାଣି। ରୋଷେଇ ହେବନି ମୋ ଦ୍ୱାରା, ଏଇଗୁଡ଼ା କ'ଣ ଏକ୍ସଟ୍ରା ଗୋଟେ କଲାଣି। ତାକୁ ତାପରେ ପକେଇ ସାରିଲା ପରେ ସେ କ'ଣ କରିବ, ଯାହା ଆମେ ଯେଉଁ କରୁଥିଲେ ଟମାଟୋ ହେରିକା ପକେଇ ସେଇଟା ସବୁ ଭାଜୁଥିଲେ ସେଥିରେ ମସଲା ହେରିକା ପକେଇକି ୟାକୁ ବି ସେଇ ମସଲା ଦେହରେ ସେଥିରେ ପକେଇଦେବ। ସେଥିରେ ପକେଇ ସାରିଲା ପରେ ତାକୁ ଭଲରେ ଭାଜିଦେବ, ମାନେ ତାକୁ ବି ସେମିତି କଷିଲା ଭଳିଆ କରିଦେବ। କଷିଲା ଭଳିଆ କରିସାରିଲା ପରେ ଏଠି ମାନେ ଧୂଆଁ ପୁରା, ଭଗବାନ, ଧୂଆଁ ଆସିଲା ପରେ ଏମିତି ଯେତେବେଳେ କଲର୍ ଆସିବ, ମାନେ ଟିକେ ପାଣି ଆଉ ଏଇଟା ଯେତେବେଳେ ଆସିବ ଜାଣିବେ ଯେ ଠିକ୍ ହେଇଛି। ଆଉ ବହୁତ ଆମକୁ ଯେଉଁ ଖାସ ଆଉ ଛିଙ୍କ ବି ହେଉଥିଲା, ତା'ମାନେ ବଢ଼ିଆ ହେଇଛି। ତାପରେ ସେଥିରେ ବଡ଼ି ପକେଇଦେବେ, ଯାହା ଯେଉଁ ଭାଜିକି ରଖିଥିବେ। ବଡ଼ି ପକେଇ ସାରିଲା ଭିତରେ ଆଳୁ ପକେଇଦେବେ। ତାପରେ ତାକୁ ନଦୀ ଭଳିଆ ତାକୁ ଏପଟ ସେପଟ ଇଏ ଆସୁଛି ସେତିକି ଝିଅ ଦେଖିବାକୁ ହେଇଛି, ସେମିତି ଢାଙ୍କୁଣି ଖୋଲୁଛି କେମିତି କରିଛନ୍ତି ବୋଲି। ତାପରେ ଇଏ ଯେହେତୁ ବଢ଼ିଆ ସେ ହେଇଥିଲା ତ ସେଥିରେ ଧନିଆ ପତ୍ର ଏମିତି ଷ୍ଟାଇଲିଶ କରିବାକୁ ତ ଆମକୁ ଡାକି ନେଇଯିବ ଆଉ। ବଢ଼ିଆ ସେ ଆମ ରେଡ଼ି ହେଇଯାଇଥିଲା ତରକାରୀ ରେଡ଼ି ହେଇଯାଇଥିଲା, ଯେହେତୁ ବଢ଼ିଆ ହେଇଥିଲା ମୁଁ खाली ତାକୁ ମାନେ और मैं ये जो मजा है वीडियो तो हिंदुस्तान के हर व्यक्ति को देना थैंक यू सो मच फॉर वाचिंग माय वीडियो।